ଆଜିର କ୍ଲାସକୁ ପିଲାମାନେ ମୁଁ ତୁମମାନଙ୍କୁ ସ୍ୱାଗତ ଜଣାଉଛି। ଆମେ ପାଠ 21 ପଢିଥିଲେ, ଆଜି ପାଠ 22 ବିଷୟଟି ପଢିବା। ବିଷୟର ନାଁ କଣ ପିଲାମାନେ? ନା ୱିକେଟ ଉଡ଼ିଗଲା। ତୁମେମାନେ ଖାତା ଆଉ କଲମ ପାଖରେ ରଖିଥିବ ହେଲା। ଦେଖିବା। ୱାସିମ ଓ କନୱାର ଦୁଇ ସାଙ୍ଗ। କନୱାର ବୁଲି ଆସିଥିଲା ୱାସିମ ଘରକୁ। ଚୁଲିରେ ତାୱା ବସାଇ ୱାସିମର ମା ଆମଲେଟ କଲେ। ୱାସିମ ଓ କନୱାର ଖୁସିରେ ଖାଇଲେ। ଖାଇସାରି କନୱାର କହିଲା, ୱାସିମ ଚାଲ ବାହାରକୁ ଯିବା, ହାୱାରେ ବୁଲିବା, ପଡ଼ିଆରେ କ୍ରିକେଟ ଖେଳିବା। ଦୁହେଁ ବ୍ୟାଟ ଓ ୱିକେଟ କାଠି ଧରି ବାହାରିଲେ। ପଡ଼ିଆରେ କନୱାର ବଲ୍ ଫିଙ୍ଗିଲା। ୱାସିମର ୱିକେଟରେ ବଲ୍ ବାଜିଲା। ୱିକେଟ ପତ୍ର ପରି ଉଡ଼ିଗଲା ଉପରକୁ। ହାୱାରେ ଉଡୁଥାଏ ୱିକେଟ। ୱାସିମ ଓ କନୱାର କହିଲେ, ଖସିପଡ଼ ତଳକୁ ରେ ୱିକେଟ, ଆମେ ଦୁହେଁ ସାଙ୍ଗ ହୋଇ ଖେଳିବୁ ଯେ କ୍ରିକେଟ। ହେଲା। ୱାସିମ ଓ କନୱାର କଣ କହିଲେ? ନା ଖସିପଡ଼ ତଳକୁ ରେ ୱିକେଟ, ଆମେ ଦୁହେଁ ସାଙ୍ଗ ହୋଇ ଖେଳିବୁ ଯେ କ୍ରିକେଟ। ହେଲା। ଅଭ୍ୟାସ ପିଲାମାନେ ଏବେ କରିବା। ଦେଖ, ଚିତ୍ର ଦେଖି ପଢିବା। ହେଲା। ଦେଖ, ଏଠି କଣ ଅଛି? ତାୱା। ଏଟା ହଉଛି ତାୱା। ୱିକେଟ ହେଲା। ତଲୱାର, ଜୱାନ ହେଲା। ତାପରେ 2 ନମ୍ବର, ହଂସ ଥଣ୍ଟରେ ଥିବା ଓ ଅକ୍ଷରରୁ ଲେଖାଥିବା ଶବ୍ଦ ଗୁଡ଼ିକର ଓ ଅକ୍ଷରକୁ ଯୋଗ କରିବା। ଏଇଠି ଦେଖ ପିଲାମାନେ, ଓ ଅଛି ତ ଏଇଠିକୁ ବି ଦବା, ଯୋଗ କରିବା ଏଇଠିକୁ। ଏଠି ବି ଅଛି ତାୱାରେ, କନୱରରେ ଅଛି, ୱାଚରେ ଅଛି, ୱାସିମ ଅଛି ହେଲା, ୱାଗନ ଅଛି। ତ ଏଗୁଡ଼ା ସବୁ ଢୋଲରେ ନାହିଁ, ଗୁଡ଼ିରେ ନାହିଁ ଓ ଅକ୍ଷର। ତ ଆମେ ସବୁ ଜଏନ୍ କରେ। 3 ନମ୍ବର ଦେଖିବା ପିଲାମାନେ। ଚିତ୍ରକୁ ଦେଖିବା, ଖାଲି ଘରେ କଣ ହବ ଲେଖିବା। ମା ତାୱାରେ, କଣ ନା ତାୱାରେ ରୁଟି ସେକୁଥିଲେ। ଖସିପଡ଼ ତଳକୁ ରେ ୱିକେଟ ହେଲା, ୱିକେଟ। ତାପରେ 4 ନମ୍ବର ଦେଖିବା। ବିନ୍ଦୁ ଯୋଡ଼ି ଦେଖିବା। ପିଲାମାନେ ଏଇଟାକୁ ଅଛି ଟିକେ ଏଟାକୁ ସବୁ ବିନ୍ଦୁ ଯୋଡ଼ିକି ଏମିତି କରିବ ହେଲା। ପେନସିଲରେ କରିବ ପିଲାମାନେ, ଭଲ ଲାଗିବ। ଆଉ 5 ନମ୍ବର, ଚିତ୍ର ଦେଖି ପୁରା ଧାଡ଼ି ତଳ ଘରେ ଲେଖିବା। ପୁରା ଧାଡ଼ି ତଳ ଘରେ ଲେଖିବା ହେଲା। ହାୱାରେ ୱିକେଟ ଉଡ଼ିଲା। ଏଠି ଲେଖିବ ପିଲାମାନେ କଣ? ଏଠି ଲେଖିବ କଣ? ହାୱାରେ ୱିକେଟ ଉଡ଼ିଲା। ୱାସିମର ମା ତାୱାରେ ଆମଲେଟ କଲେ ହେଲା। ଏଠି ୱାସିମର ମା ଯେମିତି ଲେଖା ହେଇଛି ଲେଖିବ, ତାୱାରେ ଆମଲେଟ କଲେ ହେଲା। ତାପରେ ଆଗକୁ ଦେଖିବା 6 ନମ୍ବରଟି। ଫ୍ରକ୍, ଟ୍ରକ୍, ନକ୍ଷତ୍ର, ପତ୍ର, ମୁଦ୍ରା, ମୁଦ୍ରିକା। ତାହେଲେ କଣ କହିଛି 6 ନମ୍ବର ଦେଖିବା। ର ଫଳା ଲାଗିଥିବା ଅକ୍ଷରକୁ ଗୋଲ ବୁଲାଇବା। ଏଇଭଳିଆ ପିଲାମାନେ ର ଫଳା ଦିଆଯାଏ ହେଲା। ତଳେ ଏମିତି ର ଫଳା ଦିଆଯାଏ, ତ ଅକ୍ଷରକୁ ଗୋଲ ବୁଲାଇବା। ତାହେଲେ ଗୋଲ ବୁଲାଇବା ହେଲା। ଦେଖ, ଫ୍ରକ ରେ ଅଛି ର ଫଳା, ତ ଗୋଲ ବୁଲେଇଲେ। ଟ୍ରକ୍ ରେ ଅଛି ଗୋଲ ବୁଲେଇଲେ। ନକ୍ଷତ୍ରରେ ଅଛି ଗୋଲ ବୁଲାଇଲେ। ପତ୍ରରେ ଅଛି ଗୋଲ ବୁଲାଇବା। ମୁଦ୍ରାରେ ମଧ୍ୟ ଅଛି ଗୋଲ ବୁଲାଇବା। ପୁଣି ମୁଦ୍ରିକାରେ ମଧ୍ୟ ଅଛି, ତ ଏଠି ବି ଗୋଲ ବୁଲାଇବା ହେଲା। ତାପରେ 7 ନମ୍ବର ଦେଖିବା। ହଳନ୍ତ ଲାଗିଥିବା ଅକ୍ଷରରେ
ହଳନ୍ତ ଲାଗିଥିବା ଅକ୍ଷରରେ ପିଲାର ବଲ୍ ପଡ଼ିବ। ବଲ୍ରୁ ଗାର ଟାଣି ସେଇ ଅକ୍ଷରକୁ ଯୋଡ଼ିବା। ବଲ୍ ସହିତ ସେ ଅକ୍ଷରକୁ ଆମେ ଯୋଡ଼ିବା ପିଲାମାନେ। ହେଲା, ଦେଖ ତାହେଲେ ଯୋଉଠି ହଳନ୍ତ ଲାଗିଛି ସେଇଠି ପିଲାର ବଲ୍ଟି ପଡ଼ିବ। ତାହେଲେ ଗୋଲ ପାଖକୁ ଯିବ ପିଲାମାନେ, ଗୋଲ ପାଖକୁ ଯିବ। ତାପରେ ହଠାତ୍ ହବ, ଫୁଟବଲ ହବ, ଗେଟ୍ ମଧ୍ୟ ହବ। ହେଲା, ତାପରେ ଦେଖ ଏତିକି କରିଥିଲେ। ତାପରେ କୋଟ୍ ମଧ୍ୟ ହବ, ତାପରେ ୱାଗନ୍ ହବ, ନୋଟ୍ ହବ, ଗେଟ୍ ତ ହେଇଥିଲା। ହେଲା, ଏତିକି ଭାବେ ପିଲାମାନେ କରିବ। 8 ନମ୍ବର ଗାଇବା ଓ ଲେଖିବା। ଝୁଲରେ ହାତୀ ଝୁଲ, ବା ପାଣି ଖାଇ ଫୁଲ। 9 ନମ୍ବର ଆସ ପଢିବା ଓ ଗାଇବା। ପିଲାମାନେ ତମମାନେ ସ୍ୱର କରିକି ଗାଇବ, ତମ ଦିଦି ଯୋଉମାନେ ଯେମିତି ଶିଖାଇବେ। ମୁଁ ବାସ୍ ସେମିତି କହିଦଉଛି। ଆସ ପଢିବା ଓ ଗାଇବା। କଳା ମେଘ କୋଳେ ବିଜୁଳି ମାରିଲା ଚକ୍ ଚକ୍, ବିଜୁଳି ରାଣୀର ଦେହ କେଡ଼େ ଗୋରା ତକ୍ ତକ୍। ବର୍ଷା ପଡ଼ିଲା ବେଙ୍ଗୁଲି ଡେଇଁଲା ଫକ୍ ଫକ୍, ଭାଡ଼ି ତଳେ ରହି କୁକୁଡ଼ା ଡାକିଲା କକ୍ କକ୍। ହେଲା, ତାପରେ ପିଲାମାନେ ଦେଖ ଚକ୍ ଚକ୍ ତକ୍ ତକ୍ ପରି କିଛି ଶବ୍ଦ କହିବା। କ'ଣ ହବ? କକ୍ କକ୍। ହେଲା, କକ୍ କକ୍ ଲେଖିଲେ ବକ୍ ବକ୍। ହେଲା, ତକ୍ ତାପରେ ଫକ୍ ଫକ୍। ହେଲା, ଏମିତି ପିଲାମାନେ ଲେଖିଦବ ଆଉ। ହେଲା, ତମ ମନକୁ ଆଉ ଗୋଟେ କ'ଣ ଆସୁଥିବ ତମେ ଭାବିକି ଲେଖିବ ଯଦି ଆଉ କିଛି ଆସୁଥିବ। ତ ଏଇଠି ପିଲାମାନେ ତୁମର କ୍ଲାସଟି ସରିଲା। ତୁମକୁ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଚ୍ୟାନେଲଟିକୁ ନିଶ୍ଚିତ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବ। ଧନ୍ୟବାଦ ପିଲାମାନେ।